प्रश्न रही प्रश्नटी ହେଉଛି त्रिपदी ଯୁକ୍ତିର ବିଶେଷ ଲକ୍ଷଣଗୁଡ଼ିକୁ ଲେଖ। त्रिपदी ଯୁକ୍ତିର ବିଶେଷ ଲକ୍ଷଣଗୁଡ଼ିକୁ ଲେଖ। त्रिपदी ଯୁକ୍ତିର ବିଶେଷ ଲକ୍ଷଣ 5 ଗୋଟି ରହିଛି। ଦେଖ ପ୍ରଥମ ଦେଖିବା ଏହାର ସଠିକ ଉତ୍ତର। ପ୍ରଥମ 1 ଦେଖିବା ଏହା ଏକ ବ୍ୟବହୃତ ଅବର ଅନୁମାନ ଅଟେ। ଠିକ ଅଛି, त्रिपदी ଯୁକ୍ତିର ଲକ୍ଷଣ ଏହା ଏକ ବ୍ୟବହୃତ ଅବର ଅନୁମାନ ଅଟେ। 2 ଦେଖ ଗୋଟିଏ त्रिपदी ଯୁକ୍ତିରେ ମାତ୍ର 3ଟି ତର୍କବାକ୍ୟ ଓ 3ଟି ପଦ ଥାଏ। 3ଟି ତର୍କବାକ୍ୟ ଓ 3ଟି ପଦ ଥାଏ। 3 ଦେଖ ଏହି 3ଟି ତର୍କବଚନ ବା ତର୍କବାକ୍ୟ ମଧ୍ୟରୁ 2ଟି ହେଉଛି ହେତୁବାକ୍ୟ ଓ ଅନ୍ୟଟି ସିଦ୍ଧାନ୍ତ ଅଟେ। ଠିକ ଅଛି, ତର୍କବାକ୍ୟ ମାନେ କ'ଣ? ଏଇଟା ଗୋଟେ ହେତୁବାକ୍ୟ, ଏଇଟା ଗୋଟେ ହେତୁବାକ୍ୟ, ଏଇଟା ହେଉଛି ସିଦ୍ଧାନ୍ତ, ଏଇଟା ତର୍କବାକ୍ୟ। ଠିକ ଅଛି, ଏଇଟା ହେଉଛି ତର୍କବାକ୍ୟ। ତାହେଲେ କେତୋଟି ତର୍କବାକ୍ୟ? 3ଟି ତର୍କବାକ୍ୟ। ଠିକ ଅଛି, ତାପରେ ଦେଖ 4ରେ ଦେଖ ଗୋଟିଏ त्रिपदी ଯୁକ୍ତିର ସିଦ୍ଧାନ୍ତ ପ୍ରାକଳ୍ପିକ ଭାବରେ ହେତୁବାକ୍ୟମାନଙ୍କର ସମର୍ଥନକୁ ଅପେକ୍ଷା କରେ। ଠିକ ଅଛି, 5ରେ ଦେଖ त्रिपदी ଯୁକ୍ତିର ସିଦ୍ଧାନ୍ତ ଏହାର ହେତୁବାକ୍ୟମାନଙ୍କ ଠାରୁ ବ୍ୟାପକତର ବା ସାଧାରଣ ହୋଇପାରିବ ନାହିଁ। त्रिपदी ଯୁକ୍ତିର ସିଦ୍ଧାନ୍ତ ଏହାର ହେତୁବାକ୍ୟମାନଙ୍କ ଠାରୁ ବ୍ୟାପକତର ବା ସାଧାରଣ ହୋଇପାରିବ ନାହିଁ।